ଏହି ଭିଡ଼ିଓରେ ଆମେ ଜାଣିବା ପରିବହନ ଓ ଯୋଗାଯୋଗ ବିଷୟରେ। ପିଲାମାନେ, ମୁଖ୍ୟତଃ ଏଠି ଆମେ ଜାଣିବା ରେଳପଥର ବିକାଶ ବିଷୟରେ, ଯାହାକି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟରେ 3 ମାର୍କର ପ୍ରଶ୍ନ ଆସିଥାଏ। ଭିଡ଼ିଓଟି ଯଦି ଭଲ ଲାଗିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରି ଦେବ। ଆହୁରି ଏମିତିକା ଭିଡ଼ିଓ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ଇଂରେଜମାନଙ୍କ ପୂର୍ବରୁ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଭାରତର ଅନୁନ୍ନତ ଥିଲା। ଗ୍ରାମଗୁଡ଼ିକରେ ଯାନବାହନ ରୂପେ ଭାରତୀୟମାନେ ବ୍ୟବହାର କରୁଥିଲେ ବଳଦ ଗାଡ଼ି, ଘୋଡ଼ା, ଓଟ ଓ ଗଧ ଇତ୍ୟାଦି। ଜଳପଥରେ ନୌକାକୁ ବ୍ୟବହାର କରୁଥିଲେ ଓ ଭେଲାକୁ ବ୍ୟବହାର କରୁଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ଗମନାଗମନର ଉନ୍ନତି ପାଇଁ କେତେବେଳେ ବି ଗୁରୁତ୍ୱ ଦେଇ ନଥିଲେ। ସେହି ସମୟରେ ଲର୍ଡ଼ ୱିଲିୟମ ବେଣ୍ଟିକ୍, ଯିଏକି ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ, 1828 ମସିହାରୁ 1835 ମସିହାରେ ସେ ତାଙ୍କର ଶାସନ କାଳରେ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଥିଲେ। ଏଠି ଯେଉଁ ଉପରେ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଲର୍ଡ଼ ୱିଲିୟମ ବେଣ୍ଟିକ୍ଙ୍କ ଫଟୋ ଚିତ୍ର, ଯିଏକି ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ 1828 ମସିହାରୁ 1835 ମସିହା ପର୍ଯ୍ୟନ୍ତ। 1839 ମସିହାରେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ମରାମତି ଆରମ୍ଭ ହୋଇଥିଲା କଲିକତା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ, ଏବଂ ସେହି ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ମରାମତି 1850 ମସିହାରେ ଶେଷ ହୋଇଥିଲା ଏବଂ ପରେ ରେଳପଥର ବିକାଶ ମଧ୍ୟ ହୋଇଥିଲା। ଏଠି ତଳେ ଯେଉଁ ଫଟୋ ଚିତ୍ର ଅଛି ପିଲାମାନେ, ଏଠି ଯେଉଁ ରେଡ୍ ମାର୍କ ଦିଆଯାଇଛି ଦେଖିପାରୁଥିବ, ଏହି ରୋଡ଼ଟି ହେଉଛି ଗ୍ରାଣ୍ଡ ଟ୍ରଙ୍କ ରୋଡ଼, ଯାହାକି ପାକିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ କଲିକତାରୁ। ଲର୍ଡ଼ ଡେଲହାଉସି, ଯିଏକି ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ 1848 ମସିହାରୁ 1856 ମସିହା ପର୍ଯ୍ୟନ୍ତ, ସେ ଭାରତରେ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆଣିଥିଲେ। ତାଙ୍କରି ସମୟରେ ଉନ୍ନତି ହୋଇଥିଲା ରେଳ ପରିବହନରେ, ଡାକ ବ୍ୟବସ୍ଥାରେ, ଟେଲିଗ୍ରାମ ବ୍ୟବସ୍ଥାରେ। ଲର୍ଡ଼ ଡେଲହାଉସି କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଗଠନ କରିଥିଲେ 1854 ମସିହାରେ। ପିଲାମାନେ, ତୁମର ବାର୍ଷିକ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ, କେନ୍ଦ୍ରୀୟ ପୂର୍ତ୍ତ ବିଭାଗ କିଏ ଗଠନ କରିଥିଲେ ବୋଲି। କିଏ ଗଠନ କରିଥିଲେ? ଲର୍ଡ଼ ଡେଲହାଉସି ଗଠନ କରିଥିଲେ। କେବେ ଗଠନ କରିଥିଲେ? 1854 ମସିହାରେ ଗଠନ କରିଥିଲେ ଏବଂ ସେହି କେନ୍ଦ୍ରୀୟ ପୂର୍ତ୍ତ ବିଭାଗର କାର୍ଯ୍ୟ ଥିଲା ନୂତନ ରାସ୍ତା ନିର୍ମାଣ, ତା ସହିତ ପୁରାତନ ରାସ୍ତାର ମରାମତି କରିବା। ବୈଦେଶିକ ବାଣିଜ୍ୟ ସମ୍ପାଦନ କରାଯାଉଥିଲା କଲିକତା, ବମ୍ବେ, ମାନ୍ଦ୍ରାଜଠାରେ। ମାନ୍ଦ୍ରାଜ କହିଲେ ପିଲାମାନେ ବର୍ତ୍ତମାନର ଚେନ୍ନାଇକୁ ବୁଝାଏ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବାଷ୍ପଚାଳିତ ନୌକା ଦ୍ୱାରା ଗଙ୍ଗା ନଦୀ, ବ୍ରହ୍ମପୁତ୍ର ନଦୀ, ମହାନଦୀ, ଗୋଦାବରୀ ନଦୀ, କ୍ରିଷ୍ଣା ଏବଂ କାବେରୀ ନଦୀ ମାଧ୍ୟମରେ କରାଯାଉଥିଲା। ଏଠି ଯେଉଁ ଉପରେ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଲର୍ଡ଼ ଡେଲହାଉସିଙ୍କର, ଯିଏକି ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ 1848 ମସିହାରୁ 1856 ମସିହା ପର୍ଯ୍ୟନ୍ତ। ଏଠି ତଳେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ଫଟୋ ଚିତ୍ର। ରେଳପଥର ବିକାଶ।
1814 ମସିହାରେ ଜର୍ଜ ଷ୍ଟିଫେନସନ୍ ଇଂଲଣ୍ଡରେ ପ୍ରଥମେ ରେଳ ଇଞ୍ଜିନ୍ ବ୍ୟବହାର କରିଥିଲେ। 1830 ମସିହାରୁ 1840 ମସିହା ମଧ୍ୟରେ ଏହି ରେଳପଥର ବିକାଶ ହୋଇଥିଲା। ଇଂଲଣ୍ଡର ଲୋକମାନେ ଭାରତରେ ରେଳପଥର ବିକାଶ କରିଥିଲେ। ତାଙ୍କରି ଏହି ରେଳପଥର ବିକାଶ ପଛରେ ମୁଖ୍ୟ ଦୁଇଟି କାରଣ ଥିଲା। ପ୍ରଥମ କାରଣଟି ହେଲା ବାଣିଜ୍ୟ କରିବା ପାଇଁ ଏବଂ ଦ୍ୱିତୀୟ କାରଣଟି ହେଲା ସାମରିକ ନିରାପତ୍ତା ପାଇଁ ବା ସୈନ୍ୟମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରିବା ପାଇଁ ଏହି ଇଂରେଜମାନେ ଭାରତରେ ରେଳପଥର ବିକାଶ କରିଥିଲେ। 1831 ମସିହାରେ ଇଂରେଜମାନେ ପ୍ରସ୍ତାବ ଦେଇଥିଲେ ମାନ୍ଦ୍ରାଜଠାରେ ରେଳପଥ ନିର୍ମାଣ କରିବା ପାଇଁ ଏବଂ ସେହି ରେଳ ଡବାଗୁଡ଼ିକୁ ଘୋଡ଼ା ଦ୍ୱାରା ଟଣା ହେବ ବୋଲି ସେମାନେ ପ୍ରସ୍ତାବ ଦେଇଥିଲେ, କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା। 1834 ମସିହାରେ ଭାରତରେ ବାଷ୍ପଚାଳିତ ରେଳ ବ୍ୟବହାର ହେବା ପ୍ରସ୍ତାବ ପ୍ରଥମେ ଆସିଲା ଏବଂ ତାକୁ ଅନେକ ଲୋକ ସମର୍ଥନ କରିଥିଲେ। ଯେମିତିକି କମ୍ପାନୀମାନେ ସମର୍ଥନ କରିଥିଲେ, ଯେଉଁମାନେ କି ରେଳପଥ ତିଆରି କରୁଥିଲେ। ବିତ୍ତପତିମାନେ ତାକୁ ସମର୍ଥନ କରିଥିଲେ, ଉଦ୍ୟୋଗପତିମାନେ ତାକୁ ସମର୍ଥନ କରିଥିଲେ, ବସ୍ତ୍ରଶିଳ୍ପର ମାଲିକମାନେ ମଧ୍ୟ ତାକୁ ସମର୍ଥନ କରିଥିଲେ। ଭାରତର ଘରୋଇ କମ୍ପାନୀମାନେ ଏହି ରେଳପଥ ନିର୍ମାଣ କରିବେ ବୋଲି ସ୍ଥିର କରାଯାଇଥିଲା। ଭାରତୀୟ କମ୍ପାନୀମାନଙ୍କୁ 5% ସରକାର ଲାଭ ପ୍ରଦାନ କରିବେ ବୋଲି ସ୍ଥିର କରାଯାଇଥିଲା। ଆହୁରି କ'ଣ ପ୍ରସ୍ତାବ ଥିଲା ଦେଖ ପିଲାମାନେ, ଯେ ଏହି ରେଳପଥ ଗୁଡ଼ିକ ବଡ଼ ବଡ଼ ବନ୍ଦର ସହ ଯୋଡ଼ିବ ବୋଲି ପ୍ରସ୍ତାବ ରହିଥିଲା। 1869 ମସିହାରେ 6000 କିଲୋମିଟର ରେଳପଥ ନିର୍ମାଣ ହୋଇଥିଲା, କିନ୍ତୁ ଏହି 6000 କିଲୋମିଟର ରେଳପଥ ନିର୍ମାଣ ବ୍ୟୟବହୁଳ, ତା ସହିତ ବହୁତ ମନ୍ଥର ଗତିରେ ତିଆରି ହୋଇଥିଲା। ତେଣୁକରି ଇଂରେଜ ସରକାର ସ୍ଥିର କଲେ 1869 ମସିହାରେ ସରକାରୀ ଉଦ୍ୟମରେ ରେଳପଥ ତିଆରି କରାଯିବ ବୋଲି। 1880 ମସିହାରେ ଘରୋଇ କମ୍ପାନୀ ଓ ସରକାର ରେଳପଥ ନିର୍ମାଣ କରିଥିଲେ। 1905 ମସିହାରେ 45,000 କିଲୋମିଟର ରେଳପଥ ନିର୍ମାଣ କରାଯାଇଥିଲା। 1848 ମସିହାରେ ଲର୍ଡ ଡେଲହାଉସି ଭାରତର ବଡ଼ଲାଟ ହେଲେ। ଭାରତର ରେଳପଥର ବିକାଶ ପାଇଁ ସେ ଉଦ୍ୟମ କଲେ। ସେ ଭାରତରେ ରେଳପଥ ଗୁଡ଼ିକ ତିଆରି କରିବାକୁ ଚାହିଁଥିଲେ। ବମ୍ବେରୁ ଥାନେକୁ, କଲିକତାରୁ ରାନୀଗଞ୍ଜକୁ, ମାନ୍ଦ୍ରାଜରୁ ଆରକୋନାମକୁ। 1853 ମସିହାରେ ଭାରତରେ ପ୍ରଥମ ରେଳ ଚଳାଚଳ ଆରମ୍ଭ ହେଲା। ପିଲାମାନେ ପରୀକ୍ଷାରେ ତୁମର 1 ମାର୍କର ପ୍ରଶ୍ନ ଆସିଯାଏ, କେବେ ଭାରତରେ ପ୍ରଥମେ ରେଳ ଚଳାଚଳ ଆରମ୍ଭ ହେଲା ବୋଲି। କେବେ ହୋଇଥିଲା? 1853 ମସିହାରେ। ଏବଂ ସେହି ରେଳ ଚଳାଚଳ ପୁଣି ବମ୍ବେରୁ ଥାନେ ପର୍ଯ୍ୟନ୍ତ ହୋଇଥିଲା। ପିଲାମାନେ ଏଇ ବମ୍ବେରୁ ଥାନେ ବି ତୁମର ପରୀକ୍ଷାରେ ପ୍ରଶ୍ନ ଆସିଯାଏ ପିଲାମାନେ, ଯେ ଭାରତର ପ୍ରଥମ ରେଳ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଚଳାଚଳ କରିଥିଲା? ବମ୍ବେରୁ ଥାନେକୁ ଚଳାଚଳ କରିଥିଲା। 1854 ମସିହାରେ କଲିକତାରୁ ରାଣୀଗଞ୍ଜକୁ 60 କିଲୋମିଟରର ରେଳପଥ ନିର୍ମାଣ କରାଯାଇଥିଲା ଏବଂ 1856 ମସିହାରେ ମାନ୍ଦ୍ରାଜରୁ ଆରକୋଟର ରେଳପଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା।
ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ଭାରତରେ ରେଳପଥର ବିକାଶ ବିଷୟରେ, ଯାହାକି ତୁମର ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଏହି ଭିଡ଼ିଓଟିକୁ ଆହୁରି ଥରେ ଦୁଇଥର ଦେଖିଦେବ, ଯଦ୍ୱାରା ଆହୁରି ସୁନ୍ଦର ଭାବରେ ଏହି ରେଳପଥର ବିକାଶ ବିଷୟରେ ତୁମେ ବୁଝିପାରିବ ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ତାହେଲେ ତାର ଉତ୍ତର ମଧ୍ୟ ବହୁତ ସୁନ୍ଦର ଭାବରେ ଲେଖିପାରିବ। ଆଶା କରୁଛି ପିଲାମାନେ ତୁମେ ଏହି ରେଳପଥର ବିକାଶ ବିଷୟରେ ବୁଝିପାରିଥିବ। ଯଦି କାହାର କିଛି ଡାଉଟ୍ ଥିବ ପିଲାମାନେ କମେଣ୍ଟ ବକ୍ସରେ କମେଣ୍ଟ ଲେଖି ଜଣାଇବ।